জাতীয় পঞ্চায়েত রাজ দিবস ভারতের 24 এপ্রিল তারিখে পালন করা যাচ্ছে। এই দিনটি গ্রামীণ স্বশাসন ব্যবস্থাকে শক্তিশালী করা এবং 73তম সংবিধান সংশোধন আইন 1993 স্মরণ করে পালন করা যায়। কাশীপুর ব্লকের আজ জাতীয় পঞ্চায়েত রাজ দিবস উৎসাহ ও উৎসব মহলরে পালন করা যাইছি। এই অবসরে ব্লক কার্যালয়ে পঞ্চায়েত সমিতি ঠারে কার্যক্রম আয়োজিত হয়েছিল। এই কার্যক্রমে ব্লকর সরপঞ্চ, সমিতি সদস্য ও স্থানীয় ଅଧିକାରୀ ମାନେ ଯୋଗ ଦେଇଥିଲେ। ପଞ୍ଚାୟତ ମାଧ୍ୟମରେ ଗ୍ରାମ ଉନ୍ନତି, ପରିବେଶ ଓ ଲୋକ ସହଭାଗିତା ବିଷୟରେ ଆଲୋଚନା କରାଯାଇଥିଲା। ଏହି ସହିତ ଉତ୍କୃଷ୍ଟ କାର୍ଯ୍ୟ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ଗ୍ରାମୀଣ ଉନ୍ନତିରେ ପଞ୍ଚାୟତରେ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ କହିଥିଲେ। ମୋ ନାଁ କଣ୍ଠ ମାଝୀ, କାଶୀପୁର ବ୍ଲକ ଚେୟାରମ୍ୟାନ୍। ହଁ, ଆଜି କାଶୀପୁର ବ୍ଲକରେ ପଞ୍ଚାୟତ ରାଜ ଦିବସ ପାଳନ ହୋଇଯାଇଛି। ସେଠାରେ ବ୍ଲକ ଉନ୍ନୟନ ଅଧିକାରୀ, ବିଡ଼ିଓ ସାର୍ ଥିଲେ ଏବଂ ତା ସହିତ ବ୍ଲକ ଷ୍ଟାଫ୍ ଏବଂ ବିଭିନ୍ନ ଏସ୍ଏଚ୍ଜି ଗ୍ରୁପ୍, ତା ସହିତ ମିଡ଼ିଆ ବନ୍ଧୁ ସମସ୍ତେ ଉପସ୍ଥିତ ଥିଲେ। ତ ତେଣୁ ଏହି ପଞ୍ଚାୟତ ରାଜ ଦିବସଟା ଯେ ଯେହେତୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଦିବସ, ପଞ୍ଚାୟତ ଅନୁସାରେ ଆମର ତୃଣମୂଳ ସ୍ତରରେ ଯାହା ବି ଉନ୍ନତିମୂଳକ କାମ ଘଟିବା କଥା ତାହା ଠିକ୍ ଭାବରେ ହେଇପାରୁନି। ଆମେ ମଞ୍ଚ ଅବଶ୍ୟ ଏଠି ଗୋଟେ ହେଉଛି ପାଳନ ହେଉଛି ପଞ୍ଚାୟତ ରାଜ ଦିବସ, ତା ସହିତ ପୁଣି ଗାଁ ଗଣ୍ଡାରେ ଯେକୌଣସି ଗାଁ ଗଣ୍ଡାରେ ହେଉ, ଏମିତି ବି ଗାଁ ଅଛି ରାସ୍ତା ନାହିଁ, ଏମିତି ବି କ'ଣ ଦେଖିବାକୁ ଗଲେ କାଶୀପୁର ବ୍ଲକରେ ମାନେ ଡ୍ରାଇ ଅଞ୍ଚଳ, ପିଇବା ପାଣି ପାଇଁ ଆମେ ଆଜ୍ଞା ତଡ଼ପୁଛୁ। ପ୍ରତ୍ୟେକ ଗାଁ ଏଇଭଳିଆ ଅଛି ଗୋଟେ ନିର୍ମଳ ଜଳ, ଯେଉଁଟାକି ଆମର ବିଶୁଦ୍ଧ ଜଳ ପାଇବା ପାଇଁ ଆଜ୍ଞା ବହୁତ ମାନେ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଏ ପଞ୍ଚାୟତ ରାଜ ଦିବସ ଅନୁସାରେ ଏଇଭଳିଆ ପ୍ରଶାସନକୁ ମୁଁ ଅନୁରୋଧ କରୁଛି, ପ୍ରତ୍ୟେକ ଗାଁ ଗଣ୍ଡାରେ ବିଶୁଦ୍ଧ ପାନୀୟ ଜଳ ତୁରନ୍ତ ଯୋଗାଯାଉ। ଆଉ ତ୍ରିସ୍ତରୀୟ ଅନୁସାରେ ଯାହା ବି ଉନ୍ନତି ହେବା କଥା ସେ ଅନୁସାରେ ହେଇପାରୁନି। ତେଣୁ ସେହି ଉନ୍ନତିକୁ ଆଖି ଆଗରେ ରଖି ପ୍ରଶାସନ ଆ ଉପରେ ଦୃଷ୍ଟି ଦିଅନ୍ତୁ, ଯାହାଫଳରେ କି ଗାଁରୁ ଉନ୍ନତି ହେଲେ ପଞ୍ଚାୟତ ଉନ୍ନତି ହେବ, ପଞ୍ଚାୟତ ଉନ୍ନତି ହେଲେ ବ୍ଲକ ଉନ୍ନତି ହେବ, ବ୍ଲକ ଉନ୍ନତି ହେଲେ ଆମର ଡିଷ୍ଟ୍ରିକ୍ଟ ଉନ୍ନତି ହେବ, ଡିଷ୍ଟ୍ରିକ୍ଟ ଉନ୍ନତି ହେବା ସହିତ ପୁଣି ଆମର ଓଡ଼ିଶାର ଗୋଟେ ଏମିତି ଏକ ନାଁ ବାହାରିବାକୁ ଯେଉଁଟା ଓଡ଼ିଶା ଗୋଟେ ନମ୍ବର 1 ହେବ।